ହାଇ ଫ୍ୟାମିଲି। ଆଜି ଆମେ ରାତି ଅଧେ ଗୋଟେ ଭିଡ଼ିଓ ସୁଟ୍ କରୁଛୁ କାହିଁକିନା ସାନ ଭାଇର 23 ତାରିଖ ଏକ୍ଜାମ୍ ଅଛି, ତେଣୁ ସେ ରାତିରେ ଯେଉଁ ପାଠଟା ପଢ଼ୁଛି ସେ ଭିଡ଼ିଓ ମୁଁ ସୁଟ୍ କରୁଛି। ଆପଣ ଦେଖନ୍ତୁ ସେ କେଉଁ ଭଳିଆ ସେ ପାଠଟା ପଢ଼ୁଛି। ଆପଣ ଦେଖିଥିବେ ତା ମୁହଁଟା ଆସୁନି, ନହେଲେ ସେ ମାଷ୍ଟର ମୁହଁ ଦେଖେଇଥାନ୍ତି। ମାଷ୍ଟର ମୁହଁ ଦେଖନ୍ତୁ। ହଁ, ଆଉ ଆପଣ ଏକ୍ଜାମ୍ ବିଷୟରେ ଆପଣ କ'ଣ କହିବାକୁ ଚାହୁଁଛନ୍ତି? କିଛି କହିବା ପାଇଁ ଦେଖନ୍ତୁ, ଫାଷ୍ଟ କଥା ଆଉ ଯେତେଦିନ ଏକ୍ଜାମ୍ ଥିବ, ହଉ ଟିକେ ଜୋର କୁହନ୍ତୁ। ଯଦି 1.5 ବର୍ଷ ଯଦି ଆପଣଙ୍କୁ ଯଦି 6 ମାସ ଟାଇମ୍ ମିଳିଲା ପଢ଼ିବା ପାଇଁ, ହଉ 3 ମାସ ଝିଅ ଯଦି ବୁଲିବ, ହଉ 3 ମାସ ଦିଆ ମାରିବ, ଗୋଟେ ମାସ କ୍ରିକେଟ୍ ଖେଳିବ, ଯୋଉ ତ ପରୀକ୍ଷା ଦିଅ ତା ପୂର୍ବ ରାତିର ସିଲାବସ୍ କମ୍ପ୍ଲିଟ୍ କରିବ, ଏକ୍ଜାମ୍ ଭିତରେ ଯିବ। ବାସ୍ ବାସ୍ ଧନ୍ୟବାଦ ଧନ୍ୟବାଦ। ଆମେ ଏଇ ଢଙ୍ଗରେ ତୁ ପଢ଼ୁଛୁ। ନା ଭାଇ ମୁଁ କାହିଁ ସେମିତି ପଢ଼ିବି, କିସ କରିବି ଭାଇ, ଲାଇଫ୍ଟା ବର୍ବାଦ ହେଇଗଲା, ଆଉ କିଛି କହିପାରିବେନି। ଲାଇଫ୍ ଏଟା ତ ଷ୍ଟ୍ରଗଲ୍ ଲାଇଫ୍। ମୋ ଷ୍ଟ୍ରଗଲ୍ ଲାଇଫ୍ ଭାଇ ଶୁଣିଲେ ତୁମେ ହସିବ। +3 ଇକୋନୋମିକ୍ସ ଅନର୍ସ, କଲେଜ ସେକେଣ୍ଡ ଟପର, ତାପରେ ଭାଇ CUT ଦେଲି, MSc ଦେଲି, JMI ଦେଲି, IIT ଦେଲି, ସବୁର କ୍ୱାଲିଫାଇ ଅଛି। ସବୁରେ କ୍ୱାଲିଫାଇ ହେଲି। ଶେଷରେ ରାତି ଅଧେ କ୍ୱାଲିଫାଇ ହେଲା ପରେ MScରେ ପଇସା ସର୍ଟେଜ୍, IITରେ ପଇସା ସର୍ଟେଜ୍, IIT ଫାଇନାନ୍ସିଆଲରେ ପଇସା ସର୍ଟେଜ୍ ପାଇଁ ସେଠି ଯାଇ ହେଲାନି। MSc ବି କେତେ ପଇସା ସର୍ଟେଜ୍? ପଇସା ନାହିଁ ନା କ'ଣ? କେତେ ପଇସା? ସେମାନେ ଫାଷ୍ଟ ଇୟର୍ରେ ନେଇଯାଆନ୍ତି 1.5 ଲକ୍ଷ, ତ ତାପରେ ବର୍ଷ 3.5 ଲକ୍ଷ। ଆମେ ବି ଆସିଲେ ହାଇ ଷ୍ଟାଣ୍ଡାର୍ଡ଼ ନୁହେଁ, ଯେହେତୁ ଜିରୋ ଷ୍ଟାଣ୍ଡାର୍ଡ଼ ସବୁ ଗୁଡ଼ାକ ଦେଇପାରିବୁନି ଏକାଠି। ତ MSc ଛାଡ଼ିଲି, ସେଥିପାଇଁ IIT ବି ଛାଡ଼ିଲି। ଆଉ JMIରେ 150 ୱେଟିଂ ଥିଲା। ଆଉ JMIରେ ସବୁ ଆମର ଯେତେବେଳେ ପ୍ରଥମ ଥରେ JMI ଏକ୍ଜାମ୍ ଦେଇତେ ଲକ୍ଷ୍ନୌ ଯାଇଥିଲେ ଏକ୍ଜାମ୍ ଦେବା ପାଇଁ, ଯେତେବେଳେ ଏକ୍ଜାମ୍ ଦେଇକି ଆସିଲି, ଭଲ ଏକ୍ଜାମ୍ ହେଇଥିଲା, ଏଇଟା କିଛି ଖରାପ ନଥିଲା, ମଧ୍ୟ ଏକ୍ଜାମ୍ଟା ରେଜଲ୍ଟ ହେଲା 143 ୟା 120 ଏମିତି ୱେଟିଂ ହେଇଥିଲା ଆମର, ତ କନଫର୍ମ ହେଇଯାଇଥାନ୍ତା। ବଟ୍ ସେଥିରେ ଯେତେବେଳେ ମୁଁ ରେଜଲ୍ଟ ଚେକ୍ କଲି, ତ ସେଥିରେ ଆମର କାଷ୍ଟ ହେଉଛି ଆମର SC, ବଟ୍ ସେଥିରେ ଆମେ ଜେନେରାଲରେ ନେଲା। ଆଉ ସେଥିରେ ଏମିତି ଗୋଟେ ଫାଇଦା ଯେ ଯେଉଁମାନେ ମୁସଲମାନ, ତ ସେଥିରେ ହସିବା କ'ଣ, ମୁସଲମାନ ଗୋଟେ ସ୍ତ୍ରୀ ଲୋକଙ୍କର ଗୋଟେ କଟକ ଗଲା, ମୁସଲମାନ ବିଧବା ଯେଉଁମାନେ ତାଙ୍କର ଗୋଟେ କଟକ ଗଲା, ମୁସଲମାନ ଝିଅ ତାଙ୍କର ଗୋଟେ କଟକ ଗଲା, ମୁସଲମାନ ପୁଅ ତାଙ୍କର ଗୋଟେ କଟକ ଗଲା। ଆଉ ଆମକୁ SC ST OBC ଜେନେରାଲ ସମସ୍ତଙ୍କୁ ଗୋଟେ କାଷ୍ଟରେ ନେଇଗଲା ଜେନେରାଲରେ। ତ ମୁଁ ଜାଣିଲି ଯେ ସେଠିକି ଯିବି ଯଦି ମୁଁ ମୁସଲମାନ ଭିତରେ ରହିପାରିବିନି, ତ ସେଟା ବି ଛାଡ଼ିଲି। ତାପରେ CUT ଅଣ୍ଡରରେ ଗୋଟେ ଆମର CUT ଅଣ୍ଡରରେ ପ୍ରକାର JMIରେ ପ୍ରୋବ୍ଲେମ୍ ହେଲେ ଆମେ ରହିପାରିବୁନି ନା, କାହିଁକିନା ତ JMI ତା ନାଁଟା ବି ସେମିତି ହେଉଛି ଜାମିଆ ମିଲିଆ ଇସଲାମିଆ, ତ ଟିକେ ସେମିତି ତମେ ବୁଝିପାରୁଥିବେ। ତ ଆମେ ଯାଇକି ଟିକେ ରହିବା ସମ୍ଭବ ପରେ ହେଲାନି, ତ ସେଠି ସେଥିପାଇଁ ଗଲାନି। ତାପରେ CUT ଅଣ୍ଡରରେ ମୋର ହେଇଥିଲା ଆମର BR ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସ ବେଙ୍ଗଲୋର ହେଇଥିଲା। ସେଠି ବି ସେମିତି ପ୍ରଥମ ବର୍ଷ ଲାଗିଲା ଲକ୍ଷେ କେତେ, ସେକେଣ୍ଡ ବର୍ଷ ସେମିତି କେତେ, ସେଠି ବି ଯାଇଥିଲା। ତାପରେ ଲକ୍ଷ୍ନୌ ବି ହେଇଥିଲା। ତାପରେ ଟିକେ ତେଣୁ ଏଇଠି କହିବାକୁ ଚାହୁଁଛି ଯେ ଯାହାର ଏଇ କ୍ୱାଲିଫାଇ ହେଇଛି, ଯିଏ ବି ଯାଉଛି, ଜାଣ ଆଗରୁ କେମିତି କ'ଣ ଘଟୁଛି, ଆଗରୁ କେମିତି କ'ଣ ଜାଣିପାରୁଛ, ଆଗରୁ କେମିତି କ'ଣ ପ୍ରିପେୟାର ହେଉଛ, କ'ଣ ହେଉଛ। ତାପରେ ମୋର ଲକ୍ଷ୍ନୌ ହେଇଥିଲା। ବଟ୍ ସେତେବେଳେ ମୋର ମିଷ୍ଟେକ୍ ଯେ ମୁଁ ଷ୍ଟେଟ୍ରେ PG ଦେଇଥିଲି, ଷ୍ଟେଟ୍ PG ଦେଇଥିଲି। ଷ୍ଟେଟ୍ PG ମୋର ପ୍ରଥମ ହେଇଥିଲା ଖଲିକଟ ୟୁନିଭର୍ସିଟି। ମୁଁ ସେଠି ସେଇଦିନ ଆଡ଼ମିସନ୍ ହେଇକି ଆସିଲା ବେଳେ ମୋତେ ଲକ୍ଷ୍ନୌରୁ ଆସିଲା ଯେ ଡକ୍ଟର ଭୀମରାଓ ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସ ଯେଉଁଟା ହେଉଛି ଆମର ଲକ୍ଷ୍ନୌରେ ଅଛି, ସେଠି ମୋର ସେଇ ଦିନ ହିଁ ଆସିଲା। ତ ମୁଁ ସେଠି ରିଟର୍ନ କରୁଥିଲି ବୋଲି ସେଠିକି ଯାଇକି ଆଉ ଆଡ଼ମିସନ୍ ହେଇପାରିଲିନି, ତ ସେଟା ଭାଗ୍ୟବଶତ କଟିଗଲା। ତାପରେ ଯାଇ ମୁଁ ବିଶ୍ୱଭାରତୀ ୟୁନିଭର୍ସିଟି ଯେଉଁଟା ଆମର ବୋଲପୁର ଶାନ୍ତିନିକେତନ, ସେଠି ମୋର ଆଡ଼ମିସନ୍ ହେଇଥିଲା। ତାପରେ ସେଠି ଗଲା ପରେ ସେଠିକା ପ୍ରୋବ୍ଲେମ୍ ତ କିସ କହିବି, ସେଠିକା ପଢ଼ା ପ୍ରୋବ୍ଲେମ୍, ରହିବା ପ୍ରୋବ୍ଲେମ୍, ତ ଯାଇକି ହଷ୍ଟେଲ ମିଳିଲାନି। ଯେତେବେଳେ ହଷ୍ଟେଲ ମିଳିତେ ଚାଲିଲା, ସେତେବେଳେ HOD ସହିତ ଯେତେବେଳେ କଥାବାର୍ତ୍ତା କଲି, ସେଠି ବଙ୍ଗାଳୀ ପଢ଼ା ଷ୍ଟାର୍ଟ କଲି। ତ ଫାଷ୍ଟ ବହୁତ ଭଲ ଷ୍ଟାର୍ଟ କଲି। ତାପରେ ବଙ୍ଗାଳୀ ଯେତେବେଳେ ପଢ଼େଇଲେ, ତ ଆମକୁ ତାପରେ ବସିଲେ ଯେ ଆମେ ଯାଇଛୁ ତ 2 ବର୍ଷ ଏଠି ବେକାର, ମାନେ କୁହନ୍ତି ନା ବହୁତ ସାରା ମାନେ ଡିଫରେନ୍ସ, ତ କ୍ଲାସ୍ ଭିତରେ ମଦ ସିଗାରେଟ୍, ମାନେ ମୁଁ ତ କହିବି ବିଶ୍ୱଭାରତୀ ଲିଟରେଚର ପେପର ପାଇଁ ବହୁତ ଭଲ। ଲିଟରେଚର ପେପର, ସିଙ୍ଗିଂ, ଡ୍ୟାନ୍ସିଂ, ଏହାଥିପାଇଁ ଆମର ବିଶ୍ୱଭାରତୀ ବେଷ୍ଟ। ଅଲଗା ସବଜେକ୍ଟ ପାଇଁ ବେକାର। ତ କିଛି କହିବି, ସବୁଗୁଡ଼ା ଛାଡ଼ି ଛଡ଼ା ଆସିକି କମ୍ପିଟେଟିଭ୍ ଲାଇନ୍ ଆଉ ବିଡ୍ ଲାଇନ୍ କୋଚିଂ ଚାଲିଛି। ମାନେ ମୋ ଲାଇଫ୍ ଷ୍ଟ୍ରଗଲ୍ ଏମିତି ଥିଲା, କିଛି କହିବି ତମକୁ। ତ ଯେବେ ବି ଯାହା ଟ୍ରାଏ କରିବ, ପାଠରେ ଯେବେ ବି ଯାହା ଟ୍ରାଏ କରିବ ନା, ତ ମାନେ ଆଗକୁ ଭାବିବ ଜଲ୍ଦି। ଯେମିତି ମୁଁ ମିଷ୍ଟେକ୍ କଲି, IIT ଛାଡ଼ିଦେଲି, JMI ଛାଡ଼ିଦେଲି, ଯେମିତି ମୁଁ ମିଷ୍ଟେକ୍ କଲି ସେମିତି କରିବନି। ତ ଯେମିତି ବି ପଢ଼, ଯାହା ବି କର, ତ ଫାଷ୍ଟଲି ତାକୁ ମାନେ ଗୋଟେ ଜିନିଷକୁ ତୁମେ ଯୁଆଡ଼େ ଯାଉଛ ତାକୁ ରିପ୍ରେଜେଣ୍ଟ କର ଯେ ତାର
ଗଲେ ତାର ଭଲଟା କେତେ ଖରାପଟା କେତେ ତ ତୁମେ ଯା ତା ବେଡ୍ ହେବିଟ୍ ଗୁଡ୍ ହେବିଟ୍ ଯେମିତି ମୁଁ ବିଶ୍ୱରେ ଯାଇଥିଲି ତା ବେଡ୍ ହେବିଟ୍ ପାଇଁ ମୁଁ ଛାଡ଼ିକି ପଳେଇ ଆସିଲି ତ ସେମିତି ଯିଏ ବି ଯୁଆଡ଼େ ଯାଉଛ ନା ତ ଭାଇ ମୁଁ କିଛି କହିବି ଭଲସେ ଆଗରୁ ପ୍ରିପେୟାର ହୁଅ ଦେଖ ତାର ବେଡ୍ ହେବିଟ୍ କ'ଣ ଗୁଡ୍ ହେବିଟ୍ କ'ଣ ଦେଖି ଦେଖାକି ଯାଅ ନୁହେଁ ଯେ ଯିବ ମୁଁ ବି କାହିଁ ମିଛ କହିବି ତ ମୁଁ ଗଲି ଏମିତି ଯାଇକି ଏଠି ପାଖାପାଖି ଭିତରେ 5 ମନ୍ଥ ହଁ 5 ମନ୍ଥ ଏଭବ ରହିଛି ତ ପର୍ ମନ୍ଥ ମୋର ଖର୍ଚ୍ଚ ହେଇଯାଏ 10,000 ତ ଏଭବ ଖର୍ଚ୍ଚ ହେଇଯାଏ ପର୍ ମନ୍ଥ ଆଉ ଖାଲି ମିଛ କାହିଁ କହିବି ତ ବାପାଙ୍କର ବହୁତ ବି ପଇସା ନଷ୍ଟ କରିବି ମୋତେ ବି ଖରାପ ଲାଗୁଛି ରାତି ପୁଣି ଅଲଗା ଲାଇନ୍ ଦେଖିବା ଷ୍ଟ୍ରଗଲ୍ ତାହେଲେ ଏବେ କେତେବେଳେ ରାତିରେ ଆପଣ ପାଠ ପଢୁଛନ୍ତି ଟାଇମ୍ ଦେଖି ଦିଅନ୍ତୁ। ଟାଇମ୍ ତ ହେଇଯାଇଛି ଏବେ 11:40 ଟାଇମ୍ ହେଇଛି ଏବେ ଆଚ୍ଛା ତମେ ଏଠି ସେଥିପାଇଁ ପର୍ ଡେ ଏତିକି କରିବି 8 ଘଣ୍ଟା ପଢ଼ 8 ଘଣ୍ଟା ଶୁଅ 8 ଘଣ୍ଟା ଖେଳ 24 ଘଣ୍ଟା କମ୍ପ୍ଲିଟ୍ 8 ଘଣ୍ଟା ପଢ଼ 8 ଘଣ୍ଟା ଶୁଅ 8 ଘଣ୍ଟା ଖେଳ UPS IAS US ଭଲସେ ବି ହେଇଛି। ତାହେଲେ ତମେ କାହାର ଏଇକିନା ସବସ୍କ୍ରିପସନ୍ ନେଇଛ? ମୁଁ ଏଇଖିଣା ଆଡ୍ଡାରେ ନେଇଛି ଆଡ୍ଡା 247 ଭଲ ପଢ଼ୁଛି ପ୍ରାଇସ୍ଟା କେତେ ରହୁଛି? ପ୍ରାଇସ୍ ଏଇଖିଣା ଅଛି 3,000 above 399 ଦିନକୁ କେତେଟା କ୍ଲାସ୍ କରୁଛି? ଦିନକୁ 8ଟା ପାଖାପାଖି କ୍ଲାସ୍ କରୁଛି ପର୍ ଡେ 7ଟା 8ଟା ଏମିତି କ୍ଲାସ୍ କରୁଛି ପର୍ ଡେ 7ଟା 8ଟା କ୍ଲାସ୍ କରୁଛି। ତମେ ଏଠି ଛୁଆଙ୍କୁ କ'ଣ କହିବାକୁ ଚାହୁଁଛ? ଦେଖ ସେମିତି ଦେ ମୁଁ ଆଖପାଖରୁ ନେଲି ତ ବହୁତ ପିଲା ଅଛନ୍ତି ଯେଉଁମାନେ କେବଳ ୟୁଟ୍ୟୁବରେ ପଢ଼ିକି ବି ବଜେଇ ପାରୁଛନ୍ତି ସବସ୍କ୍ରିପସନ୍ ତ ମ୍ୟାଟର ନୁହେଁ ବଟ୍ ତୁମ ପଢ଼ା ଉପରେ ମ୍ୟାଟର ତୁମ ପଢ଼ା ଉପରେ ମ୍ୟାଟର ଦେଖ ଆରାମସେ ଏମିତି ଯେମିତି ତ ପୋଷ୍ଟ ବାହାରିଛି ତ ଏବେ ଇଲେକ୍ସନ୍ ଅଛି ଜାଣିଛ ବହୁତ ସାରା ପୋଷ୍ଟ ବାହାରିବ ତ ଟ୍ରାଏ କର ହାର୍ଡ଼ କର ଲେବର୍ ହାର୍ଡ଼ କର ଆରାମସେ କଷ୍ଟ କଲେ କୃଷ୍ଟ ମିଳିବ ଏଇଟା ମୁଁ ସିଓର କଷ୍ଟ କର କୃଷ୍ଟ ମିଳିବ ଦେଖ ତ ମୋର ଷ୍ଟ୍ରଗଲ୍ ଲାଇଫ୍ ଏଇଆ ଥିଲା ତ ଆଜି ଯାଏଁ କାହାକୁ ମୁଁ ସେୟାର କରିନଥିଲି ଆଜି ଯେତେବେଳେ ବସିଥିଲି ଭାଇ ଆସିକି କହିଲା ତ ଷ୍ଟ୍ରଗଲ୍ ଲାଇଫ୍ ସେଠି ଦେଖ ମୁଁ କହିଲି ଆଉ ମୁଁ ଏତିକି କହିବି ଭାଇ ସିଏ ବି ଭାଇ ସେମିତି ତ ତା ଲାଇଫ୍ ବି ବହୁତ ଷ୍ଟ୍ରଗଲ୍ ସେ କରିଛି ତାର ବି ବହୁତ ଷ୍ଟ୍ରଗଲ୍ କରିଛି ତ କିଛିଟା ସପୋର୍ଟ କରନ୍ତୁ କିଛିଟା ଆମେ କହୁନୁ ଯେ ଆମକୁ ଏହା କରନ୍ତୁ ମାନେ ଯେମିତି ସମସ୍ତେ ଆପଣଙ୍କ ବାପା ମା ରାଣ ବାପା ରାଣ ତ ଲାଇକ୍ ସେମିତି କିଛି କହିବିନି ତ ଜଷ୍ଟ ଖାଲି କିଛିଟା ଆଶୀର୍ବାଦ ଆଉ କିଛିଟା ଭଲ ପାଇବା ଦିଅନ୍ତୁ ଏତିକି କହିବି ଆପଣଙ୍କ ଇଚ୍ଛା ଯଦି ଭିଡ଼ିଓଟାକୁ ଭଲ ଲାଗିଥିବ ତ ଲାଇକ୍ ବା ସବସ୍କ୍ରାଇବ୍ କରିବେ ଏତିକି ବାସ୍ ଆଉ କିଛି କହିବାକୁ